ଗୋଟିଏ ପ୍ରାଚୀନ ସହରର କଥା। ବର୍ଦ୍ଧମାନ ନାମକ ଜଣେ ବ୍ୟବସାୟୀ ସେହି ସହରରେ ରହୁଥିଲା। ଦିନେ ରାତିରେ ଶୋଇ ଶୋଇ ସେ ଭାବିଲା, ମୋତେ ଆହୁରି ଅଧିକ ଧନ ରୋଜଗାର କରିବା ଦରକାର। କାରଣ ଯାହା ପାଖରେ ଅଧିକ ଧନ ଥାଏ ସମସ୍ତେ ତା'ର ବନ୍ଧୁ ହେବା ପାଇଁ ଭଲ ପାଆନ୍ତି ଏବଂ ସମାଜରେ ସେ ସମ୍ମାନ ପାଏ। ବ୍ୟବସାୟୀଟି ଏଭଳି ଚିନ୍ତା କରି ମନେ ମନେ ଅତର ବ୍ୟବସାୟ କରିବା ପାଇଁ ଯୋଜନା କଲା। ଦିନେ କେତେ କ'ଣ ଜିନିଷ କିଣି ଗୋଟିଏ ରଥରେ ଲଦି ଦିଶାବର ନାମକ ସହର ଆଡ଼କୁ ଯାତ୍ରା ଆରମ୍ଭ କଲା। ସେହି ସୁନ୍ଦର ରଥଟିକୁ ଦୁଇଟି ହୃଷ୍ଟପୃଷ୍ଟ ବଳଦ ଟାଣୁଥିଲେ। ବଳଦ ଦୁଇଟିର ନାଁ ଥିଲା ସଞ୍ଜୀବକ ଓ ନନ୍ଦକ। ରାସ୍ତାରେ ଯମୁନା ନଦୀ ପଡ଼ିଲା। ନଦୀକୂଳ ରାସ୍ତା ବହୁତ ପଙ୍କ କାଦୁଅରେ କଦର୍ଯ୍ୟ ହୋଇଥାଏ। ସଞ୍ଜୀବକର ଗୋଡ଼ ସେ କାଦୁଅରେ ପୋତି ହୋଇ ଭାଙ୍ଗିଗଲା। ରଥ ଅଟକିଗଲା। ବର୍ଦ୍ଧମାନର ମନ ଭାରି ଖରାପ ହୋଇଗଲା। ବଳଦ ଦୁଇଟି ତା'ର ବଡ଼ ପ୍ରିୟ। 3 ଦିନ ପର୍ଯ୍ୟନ୍ତ ସେ ସେଠାରେ ବଳଦକୁ ଜଗି ରହିଲା। ତା ସାଙ୍ଗରେ ଥିବା ଲୋକମାନେ ଏଥିରେ ବ୍ୟସ୍ତ ହୋଇ କହିଲେ, ଆପଣ ଏହି ବଳଦଟି ପାଇଁ ଏଠାରେ କେତେ ଦିନ ଏମିତି ପଡ଼ି ରହିବେ? ଏହି ପାଖ ଜଙ୍ଗଲରେ ବହୁତ ହିଂସ୍ର ଜନ୍ତୁ ଅଛନ୍ତି। ଏଠାରେ ଅଧିକ ସମୟ ରହିବା ଆମ ପାଇଁ ବିପଦପୂର୍ଣ୍ଣ। ଆପଣ ଏହି ସାମାନ୍ୟ ବଳଦଟିଏ ପାଇଁ ତାଠାରୁ କେତେ ଗୁଣରେ ଅଧିକ ମୂଲ୍ୟବାନ ଜିନିଷ ଗୁଡ଼ିକୁ ନଷ୍ଟ କରୁଛନ୍ତି କାହିଁକି? ସାଙ୍ଗରେ ଥିବା ଲୋକମାନଙ୍କର କଥା ବ୍ୟବସାୟୀର ମନକୁ ପାଇଗଲା। ଗୋଡ଼ ଭାଙ୍ଗି କଷ୍ଟ ପାଉଥିବା ବଳଦଟି ପାଖରେ 2 ଜଣ ଲୋକଙ୍କୁ ଜଗାଇ ଦେଇ ସେମାନେ ଆଗକୁ ଚାଲିଲେ। ଲୋକ 2 ଜଣ ଭାବିଲେ ଏହି ବଣ ଜଙ୍ଗଲିଆ ଜାଗାରେ ଜୀବନ ନିରାପଦ ନୁହେଁ। ତେଣୁ ସେମାନେ ବଳଦ ସଞ୍ଜୀବନକୁ ସେଠାରେ ଛାଡ଼ିଦେଇ ବର୍ଦ୍ଧମାନର ପାଖରେ ତା ପରଦିନ ପହଞ୍ଚିଗଲେ। ବ୍ୟବସାୟୀକୁ ମିଛରେ କହିଲେ, ସେମାନଙ୍କର ବହୁତ ଚେଷ୍ଟା ସତ୍ତ୍ୱେ କଷ୍ଟ ପାଇ ପାଇ ସଞ୍ଜୀବକ ମରିଗଲା। ଆପଣ ତାକୁ ବହୁତ ସ୍ନେହ କରୁଥିଲେ, ତେଣୁ ଆମେ ଯତ୍ନର ସହିତ ତାକୁ କବର ଦେଇ ଆସିଲୁ। ଏହା ଶୁଣି ଦୟାଳୁ ବ୍ୟବସାୟୀର ମନ ବଡ଼ ଦୁଃଖ ହେଲା। କିନ୍ତୁ ଏଥିରେ ସେ କ'ଣ ବା କରିପାରିବ ଭାବି ଚୁପଚାପ ମନ ଦୁଃଖ ମନ ଭିତରେ ସହିଗଲା। ତେଣେ ସଞ୍ଜୀବକ ଯମୁନା ନଦୀ କୂଳରେ ପଡ଼ି ପଡ଼ି କେତେ ଦିନ ପରେ ସୁସ୍ଥ ହୋଇ ଉଠିଲା। ଧୀରେ ଧୀରେ ଜଙ୍ଗଲର ଘାସପତ୍ର ଆଦି ଚରିବା ଆରମ୍ଭ କଲା। ଏହିପରି କିଛି ଦିନ ଗଲା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ଏବଂ ତା'ର ପୂର୍ବ ଶକ୍ତି ଫେରି ଆସିଲା। ଜଙ୍ଗଲ ସାରା ସିଂହରେ ମାଟି ତାଡ଼ି ଗର୍ଜନ କରି ସେ ବୁଲୁଥାଏ। କଥାରେ ଅଛି, ହରି ରଖେ ତ ମାରେ କିଏ? ଦିନକର କଥା, ସେହି ନଦୀ କୂଳକୁ ଜଙ୍ଗଲର ରାଜା ସିଂହ ପାଣି ପିଇବା ପାଇଁ ଆସିଲା। ସିଂହର ନାଁ ପିଙ୍ଗଳକ। ସିଂହଟି ପାଣି ପିଇବା ପାଇଁ ନଦୀକୁ ଯେମିତି ଓହ୍ଲାଇଛି, ସଞ୍ଜୀବକର ଘୋର ଗର୍ଜନ ଶୁଣିପାରିଲା। ଏଭଳି ବିକଟାଳ ଗର୍ଜନ ଶୁଣି ସିଂହଟି ବହୁତ ଡରିଗଲା। ଆଉ ପାଣି ପିଇବ କ'ଣ, ଚୁପଚାପ ଫେରିଗଲା। କିନ୍ତୁ ଏକଥା କାହାକୁ ନ କହି ନିଜ ମନରେ ହିଁ ରଖିଲା। ତା'ର ସାଙ୍ଗସାଥି ଚାକର ବାକର ସମସ୍ତଙ୍କୁ ଏକାଠି ପାଖରେ ରହ ବୋଲି ଆଦେଶ ଦେଲା। ଦମନକ ଓ କରଟକ ନାମରେ 2ଟି ବିଲୁଆ ମଧ୍ୟ ସେମାନଙ୍କ ଭିତରେ ଥାଆନ୍ତି। ସେମାନଙ୍କର ବାପା ସିଂହର ମନ୍ତ୍ରୀ ପଦରେ ରହି କାମ କରୁଥିଲେ। କିନ୍ତୁ ସିଂହ ରାଜା ତାଙ୍କୁ କିଛି ବଡ଼ ପଦବୀରେ ରଖିନଥିଲା। ତେଣୁ ସେ 2 ଜଣ ସିଂହର ପଛେ ପଛେ ସବୁବେଳେ ବୁଲୁଥାନ୍ତି। ଦମନକ କରଟକକୁ ଡାକି ଧୀରେ ଧୀରେ କହିଲେ, ଆରେ, ଆମ ରାଜା ପାଣି ପିଇବାକୁ ତ ନଦୀକୁ ଯାଇଥିଲେ, କିନ୍ତୁ ପାଣି ନ ପିଇ କାହିଁକି ସେଠାରୁ ଫେରି ଆସିଲା? ଆଉ ଆମ ସମସ୍ତଙ୍କୁ ଏଇଠି କାହିଁକି ଏକାଠି ହୋଇ ରହିବାକୁ କହୁଛି? କରଟକ କହିଲା, ସେଥିରେ ଆମର କ'ଣ ଯାଏ ଆସେ? ଯେ ଅନ୍ୟର କଥାରେ ମୁଣ୍ଡ ପୁରାଏ ତାହା ବୋକା ମାଙ୍କଡ଼ ଭଳି ମରିବା ହିଁ ସାର ହୁଏ। ଦମନକ କହିଲା, ଆରେ, ସେ କଥାଟା ପୁଣି କ'ଣ ଶୁଣାଇଲୁ? କରଟକ ଗପ ଶୁଣାଇବା ଆରମ୍ଭ କଲା। ସହର ପାଖ ବଗିଚାରେ ମନ୍ଦିରଟିଏ ତିଆରି ହେଉଥିଲା। କେତେ ଜଣ ବଢ଼େଇ ସେଥିପାଇଁ କାଠ ହାଣୁଥିଲେ। 2 ପହର ହେଲେ ସେମାନେ ଖାଇବା ପାଇଁ ଘରକୁ ଚାଲି ଯାଉଥିଲେ। ଦିନେ ସେମାନେ ଅଧା ଚିରା କାଠ ଖଣ୍ଡେ ଛାଡ଼ି ଖାଇବା ପାଇଁ ଯାଇଥାନ୍ତି। ସେହି ଅଧା ଚିରା କାଠ ଗଡ଼ରେ ଗୋଟିଏ ମୋଟା ଲୁହା କିଳା କଟା ଜାଗାରେ ଲଗାଇ ଦେଇଥାନ୍ତି। ଏତିକି ବେଳେ ଦଳେ ମାଙ୍କଡ଼ ସେଠାରେ ଆସି ପହଞ୍ଚିଲେ। ମାଙ୍କଡ଼ଙ୍କର ତ ଯାହା ପ୍ରକୃତି ଆମେ ଜାଣୁ। ସେମାନେ ସେଠି ଡିଆଁ କୁଦା କରି ଉତ୍ପାତ ହେବା ଆରମ୍ଭ କଲେ। ସେଥିରୁ ଗୋଟିଏ ମାଙ୍କଡ଼ ଅଧା ଚିରା କାଠ ଗଡ଼ ଉପରେ ବସି ସେଥିରେ ଲାଗିଥିବା କିଳାଟିକୁ ଭିଡ଼ିବାକୁ ଚେଷ୍ଟା କରୁଥିଲା। ଅନେକ ସମୟ ଭିଡ଼ା ଓ ଓଟରା କରିବା ପରେ ଲୁହା କିଳାଟା ବାହାରିଗଲା। କିନ୍ତୁ ସେହି 2 ଫାଳିଆ କାଠଗଡ଼ ଭିତରେ ମାଙ୍କଡ଼ର ଅଣ୍ଟା ଓ ଗୋଡ଼ 2ଟା ଚାପି ହୋଇ ରହିଗଲା। ମାଙ୍କଡ଼ଟି ଛଟପଟ ହୋଇ ସେଠାରେ ମରିଗଲା। ସେଇଥିପାଇଁ ମୁଁ ତୋତେ କହୁଛି, ଯିଏ ଅନ୍ୟ କଥାରେ ମୁଣ୍ଡ ପୁରାଏ ସେ ଏହି ବୋକା ମାଙ୍କଡ଼ ପରି ମରେ। ଆମକୁ ତ ସିଂହ ରାଜା ଶିକାର ଖାଇଲା ପରେ ବଳକା ଖାଦ୍ୟ ଖାଇବା ପାଇଁ ମିଳିଯାଉଛି, କିନ୍ତୁ ସେ ପାଣି କାହିଁକି ନ ପିଇଲା, ଏଠାକୁ ସମସ୍ତଙ୍କୁ କାହିଁକି ଡାକିଛି, ଏଥିରୁ ଆମକୁ କ'ଣ ମିଳିବ? ଦମନକ କହିଲା, ଆରେ, ଖାଲି ଖାଇବାକୁ ମିଳିଗଲେ ତୋ କାମ କ'ଣ ସରିଗଲା? ନା, ଏକଥା ଠିକ୍ ନୁହେଁ। ଯିଏ ଜୀବନ କାଳରେ କେବେ କାହାକୁ ସାହାଯ୍ୟ କରିନପାରେ ତା ଜୀବନର କିଛି ମୂଲ୍ୟ ନାହିଁ। ସବୁବେଳେ ଭଲ କାମ କରିବା ଉଚିତ, ତାହେଲେ ସିନା ନିଜ ବଂଶର ନାମ ଉଜ୍ଜ୍ୱଳ ହେବ। କରଟକ କହିଲା, ଆମେ ହେଲେ ସାଧାରଣ ପଶୁ, ଆମ କଥା କିଏ ଶୁଣିବ? ତା ଛଡ଼ା ରାଜାଙ୍କ ଆଗରେ ଆମ ଭଳି ଛୋଟ ପଶୁମାନେ କଥା କହିଲେ ସମସ୍ତେ ଅପମାନ ଦେବେ ଓ ନିନ୍ଦା କରିବେ। ତେଣୁ ସେମାନଙ୍କ କଥାରେ ମୁଣ୍ଡ ପୁରାଇବା ଉଚିତ ନୁହେଁ। ଦମନକ କହିଲା, ନା ନା, ଏହା ଠିକ୍ ନୁହେଁ। ସାଧାରଣ ପଶୁ ମଧ୍ୟ ଯଦି ସିଂହ ରାଜାଙ୍କ ସେବା ଭଲ ଭାବେ କରିବ, ତାହେଲେ ଦିନେ ସେ ମଧ୍ୟ ବଡ଼ ଲୋକ ହୋଇପାରିବ।
ଆଉ ଯାହାକୁ ଆଜି ଆମେ ବଡ଼ ଲୋକ ବୋଲି କହୁଛେ, ସେମାନେ ଯଦି ରାଜାଙ୍କ ସେବା ଠିକ୍ ଭାବେ ନ କରନ୍ତି ତେବେ ସେମାନେ ମଧ୍ୟ ଛୋଟ ଲୋକ ବୋଲି ଦିନେ ଚିହ୍ନା ପଡ଼ିବେ। ଆଉ ଯେଉଁମାନେ ଭାବନ୍ତି ଯେ ରାଜାଙ୍କୁ ଖୁସି କରିବା ଖୁବ୍ କଷ୍ଟ କାମ, ସେମାନେ ପ୍ରକୃତରେ ମୂର୍ଖ। କରଟକ କହିଲା, ତାହେଲେ ତୁ ଏବେ କ'ଣ କରିବାକୁ ଚାହୁଁଛୁ? ଦମନକ କହିଲା, ଦେଖ, ଆମ ରାଜା ନିଶ୍ଚୟ ଡରି ଯାଇଛନ୍ତି। ପ୍ରଥମେ ଆମେ ତାଙ୍କ ଡରର କାରଣ ଜାଣିବା ଦରକାର। ତାପରେ କୌଣସି ପ୍ରକାରେ କଥାବାର୍ତ୍ତାରେ କିମ୍ବା ବୁଦ୍ଧି ଖଟାଇ ତାଙ୍କୁ ଆମ ପଟକୁ ନେଇ ଆସିବା। କରଟକ କହିଲା, ତୁ କେମିତି ଜାଣିଲୁ ଯେ ରାଜା ଡରି ଯାଇଛନ୍ତି? ଦମନକ କହିଲା, ଏଇଟା କ'ଣ ବଡ଼ କଥା? ଠାରରେ କଥା କିମ୍ବା ଆଖି ଓ ମୁହଁର ଭାବରୁ ମନର ସବୁ କଥା ଜଣାପଡ଼ିଯାଏ। ଆଜି ମୁଁ ଚାଲାକି କରି ରାଜାଙ୍କ ଡର କଥା ଜାଣି ତାକୁ ଦୂର କରିବାକୁ ଚେଷ୍ଟା କରିବି। ଏଇଭଳି କରି ତାଙ୍କର ବିଶ୍ୱସ୍ତ ହୋଇ ମନ୍ତ୍ରୀ ପଦ ପାଇବା ପାଇଁ ଚେଷ୍ଟା କରିବି। କରଟକ କହିଲା, ତୁ ତ ରାଜାଙ୍କ ସେବା କିପରି କରିବୁ ତାହା ଭଲ କରି ଜାଣିନାହୁଁ, ଆଉ ରାଜାଙ୍କୁ ନିଜ ପଟକୁ କେମିତି ଆଣିବୁ? ଦମନକ କହିଲା, ରାଜସେବା କିପରି କରାଯାଏ ମୁଁ ଜାଣିଛି। ରାଜା କେଉଁଭଳି ଲୋକଙ୍କୁ ବହୁତ ଭଲ ପାଆନ୍ତି ତାହା ମଧ୍ୟ ଜାଣିଛି। ଯିଏ ଚତୁର, ନିର୍ଭୟ, ଯିଏ ଧନକୁ ଭଲ କର୍ମରେ ଲଗାଏ, ଯିଏ ସଫାସୁତୁରା ଓ ସୁନ୍ଦର ବେଶ ପୋଷାକ ପିନ୍ଧେ, ଯିଏ ଜୁଆ ମଦ ନିଶାକୁ ଖରାପ ବୋଲି ଜାଣେ, ଯିଏ ଯୁଦ୍ଧ ସମୟରେ ରାଜାଙ୍କ ଆଗରେ ଓ ଅନ୍ୟ ସମୟରେ ତାଙ୍କ ପଛରେ ପଛରେ ଚାଲେ, ତାକୁ ହିଁ ରାଜା ଭଲ ପାଆନ୍ତି। ସେ ହିଁ ତାଙ୍କର ସଚ୍ଚା ସେବକ। କରଟକ ଏଭଳି ଅନେକ କଥା ପଚାରି ବୁଝିଲା ଏବଂ ବହୁତ ପ୍ରକାରରେ ତାକୁ ଜଣାଇଲା, କିନ୍ତୁ ଦମନକର ବିଚାରକୁ ବଦଳାଇ ପାରିଲା ନାହିଁ। ଏହାପରେ କରଟକ କହିଲା, ମୋ କଥା ଶୁଣିବୁନି ତ? ହଉ, ତାହେଲେ ତୋର ଯାହା ଇଚ୍ଛା ତାହା କର। ମୁଁ କେବଳ ତୋର ମଙ୍ଗଳ ଚିନ୍ତା କରୁଛି ବୋଲି ଏସବୁ କହିଲି। ଦମନକ କରଟକ ଠାରୁ ବିଦାୟ ନେଇ ସିଂହ ପିଙ୍ଗଳକ ପାଖରେ ଯାଇ ପହଞ୍ଚିଲା। ପିଙ୍ଗଳକ ଦମନକୁ ଆସୁଥିବା ଦେଖି ଦରୱାନକୁ କହିଲା, ବାଟ ଛାଡ଼ିଦେ। ମୋ ପୁରୁଣା ମିତ୍ର ଦମନକ ଆସୁଛି, ତାକୁ ମୋ ପାଖକୁ ଆସିବାକୁ ଦେ। ଦରୱାନ ଆଦେଶ ପାଇ ପାଳନ କଲା। ଦମନକ ରାଜାଙ୍କ ପାଖକୁ ଯାଇ ପ୍ରଣାମ କଲା ଓ ତାଙ୍କ ଆଦେଶ ପାଇ ଆସନ ଗ୍ରହଣ କଲା। ପିଙ୍ଗଳକ ଦମନକର ମୁଣ୍ଡ ଉପରେ ପିଞ୍ଛଟା ରଖି ପଚାରିଲା, ସବୁ କୁଶଳ ତ ଭାଇ? ତତେ ବହୁତ ଦିନ ପରେ ଦେଖୁଛି। ଦମନକ କହିଲା, କେବେ କାମ ପଡ଼ିନଥିଲା ତ, କିନ୍ତୁ ଆଜି ଆପଣଙ୍କୁ କିଛି କହିବା ପାଇଁ ଆସିଛି। ଆମ ବାପା ଜେଜେବାପାଙ୍କ ଅମଳରୁ ଆମ ବଂଶର ସମସ୍ତେ ଆପଣଙ୍କ ସେବା କରି ଆସିଛନ୍ତି। ଅସୁବିଧା ଅସୁବିଧାରେ ସେମାନେ ସବୁବେଳେ ଆପଣଙ୍କ ସାଙ୍ଗରେ ରହି ଆସିଛନ୍ତି। ତଥାପି ଆମେ ଆମ ପ୍ରାପ୍ୟ ଅଧିକାରରୁ ବଞ୍ଚିତ ଅଛୁ। ଆପଣ ଆମ ପାଇଁ ନ୍ୟାୟ କରିନାହାନ୍ତି। ସଚ୍ଚା ସେବକ ଓ ମୂଲ୍ୟବାନ ଗହଣାକୁ ଉପଯୁକ୍ତ ସ୍ଥାନରେ ରଖିବା ଉଚିତ। ଯେଉଁ ରାଜା ସେବକମାନଙ୍କର ଯତ୍ନ ନେବାର ଭୁଲିଯାଆନ୍ତି, ସେବକମାନେ ମଧ୍ୟ ସେହିଭଳି ରାଜାଙ୍କୁ ଛାଡ଼ି ଚାଲିଯାଆନ୍ତି। ଆଜି ଆପଣ କହୁଛନ୍ତି ଯେ ଅନେକ ଦିନ ପରେ ଆପଣଙ୍କ ସାଙ୍ଗରେ ମୋର ସାକ୍ଷାତ ହୋଇଛି ବୋଲି। ଯିଏ କାଚକୁ ମଣି ଓ ମଣିକୁ କାଚ ବୋଲି ବୁଝିବ, ତା ପାଖରେ କେଉଁ ସେବକ ରହିବ? ପ୍ରକୃତ ସେବକ ବିନା ରାଜା ବିନା ତେଜର ସୂର୍ଯ୍ୟ ଭଳି ମନେ ହୁଏ। ଏହାପରେ କିଭଳି ଜଣେ ସେବକ ରାଜାଙ୍କ ବିଶ୍ୱସ୍ତ ହୁଏ ସେ ବିଷୟରେ ଗୋଟିଏ ଘଟଣା ମଧ୍ୟ ବର୍ଣ୍ଣନା କଲା। ତାପରେ କହିଲା, ହଜୁର, ଗୋଟିଏ ସାଧାରଣ ବିଲୁଆ ଭାବି ଆପଣ ମୋର ଅନାଦର କରୁଛନ୍ତି କି? ଏହା ଠିକ୍ ନୁହେଁ। ସୂକ୍ଷ୍ମ ରେଶମ ସୂତା ମଧ୍ୟ ଗୋଟିଏ ପୋକରୁ ତିଆରି ହୁଏ। ସୁନା ମାଟି ତଳୁ ଖଣି ଭିତରୁ ହିଁ ବାହାରେ। ନାଲି ପଦ୍ମଫୁଲ ପଙ୍କରୁ ହିଁ ଜାତ ହୁଏ। ନୀଳ ପଦ୍ମ ଗୋବରରୁ ଜାତ ହୁଏ। ନିଆଁ କାଠ ଭିତରେ ଥାଏ। ମଣି ସାପର ଫଣାରେ ଥାଏ। ଗୁଣୀ ଲୋକ ଗୁଣଠାରୁ ବଡ଼। ମୁଁ ଆପଣଙ୍କର ସେବକ ଏବଂ ଆପଣଙ୍କ କାମରେ ନିଜକୁ ଉତ୍ସର୍ଗ କରିଛି, ତେଣୁ ଆପଣ ମୋର ଅନାଦର କରିବା ଉଚିତ ନୁହେଁ। ପିଙ୍ଗଳକ କହିଲା, ଠିକ୍ ଅଛି, ତୁ ମୋର କାମ କର କିମ୍ବା ନ କର, ତୁ ମୋ ପାଇଁ ସବୁବେଳେ ମୋର ପୁରୁଣା ମିତ୍ର ହୋଇ ରହିବୁ। ତେଣୁ ତୁ ଆଜି ଯାହା କହିବାକୁ ଆସିଛୁ ନିର୍ଭୟ ହୋଇ କହ। ଦମନକ କହିଲା, ପ୍ରଭୁ, ମୁଁ ଆଜି ଆପଣଙ୍କୁ କିଛି କହିବା ପାଇଁ ଆସିଛି, କିନ୍ତୁ ଏ ସଭା ମଝିରେ ନୁହେଁ, କାରଣ ଯେଉଁ କଥା 4 କାନରୁ 6 କାନ ହୋଇଯାଏ ତାହା ଆଉ ଲୁଚି ରହେ ନାହିଁ, ଚାରିଆଡ଼େ ପ୍ରଘଟ ହୋଇଯାଏ। ଦମନକର ଏକଥା ଶୁଣି ସଭାରେ ଥିବା ବାଘ, ଚିତାବାଘ, ହେଟାବାଘ ଇତ୍ୟାଦି ସବୁ ପଶୁ ବାହାରକୁ ଚାଲିଗଲେ। ଏହାପରେ ଦମନକ ରାଜାଙ୍କୁ ଧୀରେ ଧୀରେ ପଚାରିଲା, ଆପଣ ଆଜି ନଦୀକୁ ପାଣି ପିଇବା ପାଇଁ ଯାଇଥିଲେ, କିନ୍ତୁ ପାଣି ନ ପିଇ ଫେରି ଆସିଲେ କାହିଁକି? ଏ କଥା ଶୁଣି ପିଙ୍ଗଳକ ଟିକିଏ ଲାଜେଇ ଯାଇ କହିଲା, କାହିଁ ନାଇଁ ତ, କିଛି ସେମିତି ବିଶେଷ ହୋଇନାହିଁ। ଦମନକ କହିଲା, ପ୍ରଭୁ, ଯଦି କଥାଟା କହିବା ଯୋଗ୍ୟ ନୁହେଁ ତାହେଲେ ଥାଉ। ଅବଶ୍ୟ କିଛି କଥା ଲୁଚାଇବା ଦରକାର। ବୁଦ୍ଧିମାନ ଲୋକ ବୁଝି ବିଚାରି କଥା କୁହନ୍ତି। ଏ କଥା ଶୁଣି ପିଙ୍ଗଳକ ଭାବିଲା, ଦମନକ ସତରେ ଭାରି ଚାଲାକ ଚତୁର ଜଣାପଡ଼ୁଛି। ଏହାକୁ ନିଜ ମନ କଥା ଖୋଲି କହିଦେବି, କାରଣ ଗୁଣବାନ ସେବକ ଓ ପରମ ମିତ୍ର ଆଗରେ ନିଜର ଦୁଃଖ ସୁଖ କଥା କହି ଲୋକେ ସୁଖୀ ହୁଅନ୍ତି। ଏହା ଶାସ୍ତ୍ର ବଚନ। ପିଙ୍ଗଳକ ପଚାରିଲା, ହେ ଦମନକ, ଆଜିକାଲି ଜଙ୍ଗଲରେ ଗୋଟେ ଭୟାନକ ଗର୍ଜନ ଶୁଣାଯାଉଛି, ତୁ ଶୁଣିପାରୁଛୁ? ଦମନକ କହିଲା, ହଁ, ଶୁଣିପାରୁଛି, ସେଥିରେ ଡରିବାର କ'ଣ ଅଛି? ପିଙ୍ଗଳକ କହିଲା, ନା ନା, ସେପରି କିଛି ନୁହେଁ, ମୁଁ ଏହି ଜଙ୍ଗଲରୁ ଦୂରକୁ ଚାଲିଯିବା ପାଇଁ ଚାହୁଁଛି।
ଦମନକ ପଚାରିଲା, କାହିଁକି? ପିଙ୍ଗଳକ ବହୁତ ଭାବି କହିଲା, ମୋ ମନରେ ଆଶଙ୍କା ହେଉଛି ଯେଉଁଭଳି ବିକଟାଳ ଗର୍ଜନ ଶୁଣାଯାଉଛି ମୋତେ ଲାଗୁଛି ଯେ ପଶୁଟି ବୋଧହୁଏ ବିଶେଷ ବଳବାନ ଏବଂ ବିରାଟ ହୋଇଥିବ। ଦମନକ କହିଲା, ଆପଣ କେବଳ ଶବ୍ଦଟା ଶୁଣି ଡରିଗଲେ। ଏଇଟା ଉଚିତ ନୁହେଁ, କାରଣ ଶବ୍ଦ ଶୁଣି ଭୟଭୀତ ହେବାକୁ ଦୁର୍ବଳତା କୁହାଯିବ। ବିଭିନ୍ନ ପ୍ରକାର ବାଦ୍ୟରୁ ବିଭିନ୍ନ ପ୍ରକାର ଶବ୍ଦ ହୁଏ, ତେଣୁ କେବଳ ଶବ୍ଦ ଶୁଣି ଭୟଭୀତ ହେବା ଠିକ୍ ହେବନି। ବୀର ପୁରୁଷମାନେ ଭଗବାନ ଆସି ଡରାଇଲେ ମଧ୍ୟ ଭୟ କରନ୍ତି ନାହିଁ। ଏ ସମ୍ପର୍କରେ ମୁଁ ଆପଣଙ୍କୁ ଆଜି ଗୋଟିଏ ବିଲୁଆ ଓ ଢୋଲର କାହାଣୀ କହୁଛି, ଶୁଣନ୍ତୁ। ବିଲୁଆ ଓ ଢୋଲର କାହାଣୀ ଆମେ ପରବର୍ତ୍ତୀ ଭିଡ଼ିଓରେ ଶୁଣିବା। ଧନ୍ୟବାଦ।